ଖାଇଫୁତା ଗାଁର ଦୁଷ୍ଟମୀ ପିଲା। ଏକ ଶାନ୍ତ ଗାଁରେ ଦୁଇ ଜଣ 13 ବର୍ଷର ପିଲା ରହୁଥିଲେ, ଟୁକୁନ ଓ ଚନ୍ଦନୀ। ସେମାନେ ଗାଁର ଏକ ସ୍କୁଲରେ ପଢୁଥିଲେ। ଟୁକୁନ ହେଉଛି ଗୋଲାପୀ ହସ, ଦୁଷ୍ଟମୀଳ ରାଜା। ଚନ୍ଦନୀ ହେଉଛି ସେମିତି ହସୁଥିବା କିନ୍ତୁ ଟିକେ ଶାନ୍ତ ପ୍ରକୃତିର ଝିଅ। ଦୁଇ ଜଣଙ୍କର ସବୁଠୁ ଭଲ ସାଙ୍ଗ ଥିଲା ମକରା। ସେ ଥିଲା ସାରା ସ୍କୁଲରେ ସବୁଠାରୁ ଚାଲାକ, ମଜାଳିଆ ପୁଅ। କିନ୍ତୁ ତିନି ଜଣ ମିଶିଲେ ରଙ୍ଗିନିଆ ବାହାରିଆ ହୁଏ। ଗାଁର ପିଲାମାନେ କହୁଥିଲେ, ଏମାନେ ତିନୋଟି ଗୋଟେ ହେଲେ ଗାଁ ଓଲଟିଯିବ। ସେହିଦିନ ସକାଳେ ଟୁକୁନର ମା ଚିଙ୍କାରିଲେ, ଟୁକୁନ, ତରକାରୀ ଘୋଳିଲାଣି, ହେଲେ ତୁ ତଳେ ପଥର ପରି ଘୁମୁଛୁ। ଟୁକୁନ ଘୁମ ଭାଙ୍ଗି କହିଲା, ମା, ଆଜି ଶନିବାର, ସ୍କୁଲ ନାହିଁ। ମା ହାତରେ ଲାଠି ଉଠାଇ କହିଲେ, ଶନିବାର? ତାହେଲେ ଘଣ୍ଟାଟା କାହିଁକି 7:30 ଦେଖାଉଛି? ଟୁକୁନ ଅକସ୍ମାତ ଉଠି ପଡ଼ିଲା। ସ୍କୁଲକୁ ଡେରି ହେଉଥିଲା। ବାହାରକୁ ଆସି ଦେଖିଲା ଚନ୍ଦନୀ ତାଙ୍କ ଘର ଆଗରେ ଠିଆ ହୋଇଛି। ସେ କହିଲା, ଟୁକୁନ, ମୁଁ 10 ମିନିଟ ହେଲା ଠିଆ ହୋଇଛି। ଆଜି ମିସ୍ ଆସିବା ପୂର୍ବରୁ ପହଞ୍ଚିବା ଦରକାର। ଟୁକୁନ ହସିଲା, ଠିକ୍ ଅଛି, ଚାଲ, ଆଜି ଡାଙ୍ଗ କାନ୍ଦିବା ନାହିଁ। ସ୍କୁଲକୁ ପହଞ୍ଚିବା ସମୟରେ ମକରା ଦୌଡ଼ି ଆସିଲା। ଏମାନେ, ଆଜି ମୁଁ ଜବରଦସ୍ତ ପ୍ଲାନ୍ ନେଇଛି, ସେ କାନରେ କହିଲା। ଟୁକୁନ ଆଖି ଚାଉଳିଲା, ପ୍ଲାନ୍? ମହାପ୍ଲାନ୍? ମକରା ଗର୍ବରେ କହିଲା, ଆଜି ଦ୍ୱିପହରରେ ଗଛ ତଳେ ମୁଁ ଭୂତ ହୋଇ ପ୍ରବୀଣ ସାର୍ଙ୍କୁ ଭୟ ଦେବି। ଚନ୍ଦନୀ ମୁଣ୍ଡ ଧରିଲା, ତୁମେ ଦୁଇ ଜଣ ଏମିତି ଦୁଷ୍ଟ? ମୁଁ କହୁଛି କରନ୍ତୁ ନାହିଁ, ପଛରେ କାନ୍ଧରେ 10ଟା ରୁଲର ପଡ଼ିବ। କିଏ ଶୁଣିଲା? ଟୁକୁନ ଓ ମକରା ଚାଲିଲେ ତାଙ୍କର ପ୍ଲାନ୍ରେ। ଦ୍ୱିପହରରେ ପ୍ରବୀଣ ସାର୍ ଗଛ ତଳେ ବସି ବହି ପଢ଼ୁଥିଲେ। ହଠାତ୍ ମକରା ଧଳା କପଡ଼ା ପିନ୍ଧି ଗଛର ପଛପଟୁ ଆସିଲା। ଟୁକୁନ ଜୋରରେ ଗଛ ହଲେଇଲା। ସାର୍ ଆତଙ୍କରେ ଉଠିଲେ। ପାଖରେ ଥିବା ବାଲ୍ଟି ଓଲଟିଗଲା। ସାର୍ଙ୍କ ପାଖରେ ପାଣି ଝରି ପଡ଼ିଲା। 5 ସେକେଣ୍ଡ ପରେ ସାର୍ ଚଷମା ସିଧା କଲେ ଏବଂ କହିଲେ, ମକରା, ଟୁକୁନ, କାଲି ଆସେମ୍ବ୍ଲିରେ ତୁମେ ପ୍ରାୟଶ୍ଚିତ ପଢ଼ିବ। ଚନ୍ଦନୀ ଦୂରରୁ ହସି ହସି ମରିଗଲା। ସ୍କୁଲ ଶେଷରେ 3 ଜଣ ରାସ୍ତାରେ ଆସୁଥିଲେ। ମକରା କହିଲା, ଆମେ ଦୁଷ୍ଟମୀ ନ କଲେ ଆମ ଜୀବନ ଫିକା ହୋଇଯାଏ। ଚନ୍ଦନୀ ହସି କହିଲା, ଦୁଷ୍ଟମୀ ତ କରିବୁ, କିନ୍ତୁ ଅନ୍ୟକୁ ଫସେଇବା ନୁହେଁ। ଆଜି ସାର୍ଙ୍କ ପାଣି ଓଲଟିଗଲା, ଖରାପ ଲାଗୁନାହିଁ? ଟୁକୁନ ଚୁପ୍ ହେଲା। ସେ କହିଲା, ହଁ ସତ, ଆମେ ଦୁଷ୍ଟମୀ କରିବାକୁ ଭଲ ପାଉଛୁ, କିନ୍ତୁ କାହାର ମନ କଷ୍ଟ ଦେବା ଉଚିତ ନୁହେଁ। ମକରା ମଧ୍ୟ ମୁଣ୍ଡ ହଲେଇଲା। 3 ଜଣ ସେହିଦିନ ନିଷ୍ପତ୍ତି କଲେ, ଦୁଷ୍ଟମୀ କରିବେ, କିନ୍ତୁ ହସି ହସି କାହାକୁ ଆଘାତ ନ ଦେଇ। ଘରକୁ ଆସିଲା ପରେ ଟୁକୁନର ବାପା କହିଲେ, ପୁଅ, ଦୁଷ୍ଟମୀରେ ଭୁଲ କିଛି ନାହିଁ, କିନ୍ତୁ ସମୟ ବୁଝି ହୋଇଥାଏ। ଚନ୍ଦନୀର ମା ତାକୁ କହିଲେ, ତୁ ଜଣେ ଭଲ ଝିଅ, ତୋ ସାଙ୍ଗମାନେ ଦୁଷ୍ଟ ହେଲେ ତୁମେ ତାଙ୍କୁ ଭଲ ପଥ ଦେଖେଇ ପାରୁଛ। ମକରାର ମା ତାଙ୍କ କାନ ଟାଣି କହିଲେ, ବଡ଼ ହେଲେ ନେତା ହେବୁ କି? ଭଲ କାମ କର, ମନେ ରଖ। ସେହି ଦିନରୁ ଟୁକୁନ, ଚନ୍ଦନୀ ଓ ମକରା ଦୁଷ୍ଟମୀରେ ମାଷ୍ଟର ହେଲେ, କିନ୍ତୁ ଦୟା ଓ ଭଲ ମଣିଷ ପଣିଆରେ ମଧ୍ୟ ଅଗ୍ରଣୀ। ସ୍କୁଲର ମାଷ୍ଟରମାନେ କହୁଥିଲେ, ଏମାନେ ଦୁଷ୍ଟ, କିନ୍ତୁ ହୃଦୟ ଭିତରୁ ଭଲ। ମୁଁ ଆଶା କରୁଛି ଯେ ଏହି ଫର୍ମାଟ ଆପଣଙ୍କ ଇଚ୍ଛା ଅନୁସାରେ ଅଛି। हेलो संगमाने आम वीडियो टी केमिति लागिला कमेंट करंतु, चैनल को सब्सक्राइब करंतु, लाइक करिबा भूलिबेनी।